ଆଜି ସକାଳୁ ସକାଳୁ କାଟିଦେଲି ଆଳୁ ଆଉ ବ୍ରୋକୋଲି ଚିପ୍ସ ଛାଣିବା ପାଇଁ। କାହା ପାଇଁ କହିଲେ? ଏଇ ମୋ ନାତୁଣୀ ଚିପ୍ସ ଖାଇଲା କି ତା ପାଇଁ ଟିକେ କାଟିକି ତିଆରି କରିଦେଲି ଚିପ୍ସ, କରିଦେଲି ଭାତ ଡାଲମା। ରୋଷେଇ ସରିଲା ପରେ ଦେଇଦେଲି ନାତି ନାତୁଣୀକି ଖାଇବା, ଅଜାକୁ ଦେଇଦେଲି ପିଠା ଖଣ୍ଡେ ଖାଇବା ପାଇଁ। ଅଜାର ଖାଇବା ଦେଖିକି ଲୋଭ ସମ୍ଭାଳି ନ ପାରି ମୁଁ ମଧ୍ୟ ବାଁ ହାତିଆ ଖଣ୍ଡେ ଧରିକି ବସି ପଡ଼ିଲି ଖାଇବା ପାଇଁ। ଆଉ ସେତେବେଳକୁ ତିତିଲିର ମାମି ଫୋନ୍ କଲାଣି, ତିତିଲି ଟିକେ ଆଣିକି ଛାଡ଼ିଦିଅ, ସ୍କୁଲ ଖୋଲିଗଲାଣି। ତିତିଲି ଜମା ରାଜି ହଉନି ବାବାର ସ୍କୁଟିରେ ବସିକି ଯିବା ପାଇଁ। ମୁଁ କହିଲି ସିଏ ତ ଜମା ରାଜି ହଉନି ସ୍କୁଟିରେ ଯିବା ପାଇଁ, କ'ଣ କରିବି? ଝିଅ କହିଲା ଫୁଲ ଗଛ ସବୁ କିଣିଛି, ତତେ ଦେଇଦେବି, ଟିକେ ଅଟୋ ଧରିକି ଆସୁନୁ। ଯେମିତି ଫୁଲ ଗଛ କଥା ଶୁଣିଛି ମଉସାଙ୍କୁ କହିଲି ଟିକେ ଦାସବାବୁଙ୍କର ଅଟୋଟା ଟିକେ କହିଲ, ତମେ ଟିକେ ଘରେ ରହିଯାଅ, ମୁଁ ଟିକେ ଯାଉଛି ତିତିଲିକି ଛାଡ଼ିବା ପାଇଁ। ଯାଇକି ପହଞ୍ଚିଗଲି ତିତିଲି ଘରେ। ଚାହା ଟିକେ ପିଇ ଦେଇ ସବୁ ତାର ଫୁଲ ଗଛକୁ ଧରି ଆସିଗଲି ଘରକୁ। ମାହାଳିଆ ମିଳିଲେ କିଏ ଛାଡ଼ୁଛି।